ସକାଳୁ ଉଠି ଏହି ନିୟମ ପାଳନ କଲେ ଘରେ କେବେ ହେଲେ ଦାରିଦ୍ର୍ୟ ରହେ ନାହିଁ ଏବଂ ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ପ୍ରାପ୍ତି ହୁଏ। ନମ୍ବର 1, ସକାଳୁ ଉଠି ପ୍ରଥମେ ନିଜ ଦୁଇ ହାତର ପାପୁଲିକୁ ଦେଖନ୍ତୁ। ପାପୁଲିରେ ବ୍ରହ୍ମା, ବିଷ୍ଣୁ ଓ ସରସ୍ୱତୀ ମାତା ବାସ କରିଥାନ୍ତି। ଏହି ସମୟରେ କରାଗ୍ରେ ବସତେ ଲକ୍ଷ୍ମୀ ମନ୍ତ୍ର ଜପ କରନ୍ତୁ। ସେଜରୁ ପାଦ ତଳେ ରଖିବା ପୂର୍ବରୁ ଧରିତ୍ରୀ ମାତାକୁ ପ୍ରଣାମ କରନ୍ତୁ। ପାଦ ରଖିବା ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ନମ୍ବର 3, ସକାଳୁ ଉଠି ଘରର ମୁଖ୍ୟ ଦ୍ୱାର ସଫା କରନ୍ତୁ। ଦ୍ୱାରବନ୍ଧର ସ୍ୱଚ୍ଛ ଜଳ କିମ୍ବା ଗଙ୍ଗା ଜଳ ସିଞ୍ଚନ କରନ୍ତୁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୁଏ। ନମ୍ବର 4, ସ୍ନାନ ସାରି ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ। ଚଉରା ମୂଳେ ଦୀପଟିଏ ଜାଳନ୍ତୁ। ତୁଳସୀ ମୂଳେ ମା ଲକ୍ଷ୍ମୀ ବାସ କରନ୍ତି। ନମ୍ବର 5, ତମ୍ବା ପାତ୍ରରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢ଼ାନ୍ତୁ। ଜଳରେ ନାଲି ଫୁଲ ଓ ଚନ୍ଦନ ମିଶାନ୍ତୁ। ଏହାଦ୍ୱାରା ମାନ ସମ୍ମାନ ଓ ସମୃଦ୍ଧି ବୃଦ୍ଧି ପାଏ। ଜୟ ଜଗନ୍ନାଥ।